ଶ୍ୟମନ୍ତକ ମଣି। ନମସ୍କାର ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ଗୀତାଞ୍ଜଳି ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ଆସନ୍ତୁ ଆମେ ଏହି ଶ୍ୟମନ୍ତକ ମଣି ବିଷୟରେ ଜାଣିବା। କାହା ପାଖରେ ଥିଲା, କାହା ପାଖରୁ କାହା ପାଖକୁ ଆସିଲା, ସେ ବିଷୟରେ ଆମେ ଜାଣିବା। ଶକ୍ରାଜିତ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ଶ୍ୱଶୁର, ଶ୍ରୀକୃଷ୍ଣଙ୍କ ଅଷ୍ଟମହିଷୀଙ୍କ ମଧ୍ୟରୁ ଅନ୍ୟତମ, ସତ୍ୟଭାମାଙ୍କ ପିତା। ହିନ୍ଦୁ ପୁରାଣରେ ଥିବା ବର୍ଣ୍ଣନା ଅନୁସାରେ ଶକ୍ରାଜିତ ଜଣେ ଯାଦବ ରାଜା ଏବଂ ସୂର୍ଯ୍ୟ ଦେବତାଙ୍କ ଜଣେ ମହାନ ଭକ୍ତ। ଶ୍ୟମନ୍ତକ ମଣିର କାହାଣୀରେ ତାଙ୍କର ଭୂମିକା ପାଇଁ ସେ ବେଶ ଜଣାଶୁଣା। ସତ୍ୟଜିତ ସୂର୍ଯ୍ୟ ଦେବତାଙ୍କର ଜଣେ ମହାନ ଭକ୍ତ ଥିଲେ। ସେ ଭକ୍ତି ସହକାରେ ସୂର୍ଯ୍ୟଙ୍କର ଅନେକ ପୂଜା ଅର୍ଚ୍ଚନା କଲେ। ଦିନେ ଶକ୍ରାଜିତ ସମୁଦ୍ର କୂଳରେ ବୁଲୁଥିବା ବେଳେ ହଠାତ୍ ସୂର୍ଯ୍ୟଦେବ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ତାଙ୍କୁ କହିଥିଲେ ଯେ ସେ ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କୁ ଏକ ଉପହାର ଦେଉଛନ୍ତି। ଏହି ଉପହାରଟି ଶ୍ୟମନ୍ତକ ନାମକ ଏକ ବହୁମୂଲ୍ୟ ମଣି ଥିଲା। ସେ ତାଙ୍କୁ କହିଥିଲେ ଯେ ମଣି ତାଙ୍କ ରାଜ୍ୟକୁ ଉତ୍ତମ ଭାଗ୍ୟ ଏବଂ ନିରାପତ୍ତା ଆଣିବ ଏବଂ ଏହି ମଣି ତାଙ୍କୁ ଧନବାନ କରାଇବ। ସତ୍ୟଜିତ ଆନନ୍ଦିତ ହୋଇ ବେକରେ ମଣି ଧାରଣ କରି ତାଙ୍କ ରାଜ୍ୟକୁ ଗଲେ। ମଣିଟି ପିନ୍ଧିବା ପରେ ସେ ନିଜେ ସୂର୍ଯ୍ୟ ଦେବତା ଭଳି ଝଲସି ଉଠିଲେ। ତେବେ ଦର୍ଶକ ବନ୍ଧୁ, ଯଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗେ, ମନକୁ ଛୁଏଁ, ତେବେ ଗୋଟେ ଲାଇକ୍ ନିଶ୍ଚିତ ଭାବରେ କରିଦେବେ ଏବଂ ବନ୍ଧୁବାନ୍ଧବ ପରିଜନ ସହ ମଧ୍ୟ ସେୟାର କରିଦେବେ। କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଜଣାଇବେ। ତାହେଲେ ଆସନ୍ତୁ ଆଗକୁ ବଢିବା। ଏକଦା କୃଷ୍ଣ ଆଗ୍ରହ କଲେ ଯେ ସତ୍ୟଜିତ ସେହି ମଣିଟିକୁ କିଛି ଦିନ ପାଇଁ ଉଗ୍ରସେନଙ୍କୁ ଧାରଣ କରିବାକୁ ଦିଅନ୍ତୁ, କାରଣ ସେହି ସମୟରେ ତାଙ୍କ ରାଜ୍ୟ ବିପର୍ଯ୍ୟୟ ଏବଂ ଅଭାବ ଅନାଟନରେ ବୁଡ଼ି ରହିଥିଲା। ସତ୍ୟଜିତ କିନ୍ତୁ ମନା କରି ନିଜ ପ୍ରାସାଦକୁ ଫେରିଗଲେ। ଦିନେ ସତ୍ୟଜିତ ତାଙ୍କ ଭାଇ ପ୍ରସନ୍ନଜିତ ସତ୍ୟଜିତଙ୍କ ଠାରୁ ଶ୍ୟମନ୍ତକ ମଣିଟିକୁ ମାଗି ନେଇ ପିନ୍ଧି ଶିକାର ପାଇଁ ଜଙ୍ଗଲକୁ ଗଲେ। ତେବେ ଶିକାର ସମୟରେ ବନରେ ଏକ ସିଂହ ତାଙ୍କୁ ହତ୍ୟା କରି ମଣିଟିକୁ ପାଟିରେ ନେଇ ଏକ ଗୁମ୍ଫା ଭିତରକୁ ଚାଲିଗଲା। ଗୁମ୍ଫାଟି ରାମାୟଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାଲୁମାନଙ୍କର ଅମର ରାଜା ଜାମ୍ବବାନର ଥିଲା। ଜାମ୍ବବାନ ସିଂହକୁ ହତ୍ୟା କରି ମଣିଟିକୁ ଲାଭ କରିଥିଲେ। ତେବେ ଦର୍ଶକ ବନ୍ଧୁ, ଯେଉଁମାନେ ନୂଆ ଅଛନ୍ତି ସେମାନେ ମୋ ଚ୍ୟାନେଲକୁ ଦୟାକରି ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପୁରୁଣା ସବସ୍କ୍ରାଇବ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆସନ୍ତୁ ଆମେ ଆଗକୁ ବଢିବା। ଅନେକ ଦିନ ବିତିଗଲା। ସତ୍ୟଜିତ ସନ୍ଦେହ କଲେ ଯେ ତାଙ୍କ ଭାଇ ସେହି ଶ୍ୟମନ୍ତକ ମଣି ପାଇଁ ହିଁ ନିହତ ହୋଇଥିବେ। କୃଷ୍ଣ ମାଗିବା ସତ୍ତ୍ୱେ ଏହି ମଣିଟି ତାଙ୍କୁ ଦେଇନଥିବା ମନେ ପକାଇ ସେ କୃଷ୍ଣଙ୍କୁ ହିଁ ଚୋର ବୋଲି ସନ୍ଦେହ କରିଥିଲେ। ଏହି ଗୁଜବ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଗଲା। ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଚାହୁଁଥିବା କୃଷ୍ଣ ଏହି ମଣିର ବୃତ୍ତାନ୍ତ ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କଲେ। ଅନୁସନ୍ଧାନ ବେଳେ କୃଷ୍ଣ ସତ୍ୟଜିତଙ୍କ ଭାଇଙ୍କ ମୃତଦେହ ପାଇଥିଲେ। ପରେ ସେ ଜାମ୍ବମାନଙ୍କ ଗୁମ୍ଫାରେ ପହଞ୍ଚିଥିଲେ। କୃଷ୍ଣ ଜାମ୍ବମାନଙ୍କୁ ମଣିଟି ଫେରାଇବାକୁ କହିଥିଲେ, କିନ୍ତୁ ଜାମ୍ବମାନ ମନା କରି ପ୍ରଭୁଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ କରିଥିଲେ। ଦୁହିଁଙ୍କ ମଧ୍ୟରେ ଅନେକ ଦିନ ଧରି ଯୁଦ୍ଧ ଚାଲିଥିଲା। ଜାମ୍ବମାନ ଶେଷରେ ଅନୁଭବ କଲେ ଯେ ସେ କୃଷ୍ଣ ହେଉଛନ୍ତି ରାମଙ୍କ ପୁନର୍ଜନ୍ମ। ସେ କୃଷ୍ଣଙ୍କ ଠାରୁ କ୍ଷମା ମାଗିଥିଲେ ଏବଂ ତାଙ୍କ ସୁନ୍ଦରୀ କନ୍ୟା ଜାମ୍ବବତୀଙ୍କ ସହ ଶ୍ୟମନ୍ତକ ମଣି କୃଷ୍ଣଙ୍କୁ ଅର୍ପଣ କରିଥିଲେ। କୃଷ୍ଣ ସେସବୁ ଗ୍ରହଣ କରି ସତ୍ୟଜିତଙ୍କ ନିକଟକୁ ଗଲେ। ତାଙ୍କ ଅଭିଯୋଗକୁ ଭୁଲ ପ୍ରମାଣ କରି କୃଷ୍ଣ ରତ୍ନ ଭଣ୍ଡାରକୁ ମଣିଟି ଫେରାଇ ଦେଇଥିଲେ। କୃଷ୍ଣ ଚାଲିଯିବା ପରେ ସତ୍ୟଜିତ ତାଙ୍କ କାର୍ଯ୍ୟ ପାଇଁ ଲଜ୍ଜିତ ହୋଇ କୃଷ୍ଣଙ୍କ ଠାରୁ କ୍ଷମା ମାଗିବା ଅବସରରେ ତାଙ୍କର ସୁନ୍ଦରୀ କନ୍ୟା ସତ୍ୟଭାମାଙ୍କ ସହ ଶ୍ୟମନ୍ତକ ମଣିକୁ କୃଷ୍ଣଙ୍କୁ ଅର୍ପଣ କରିଥିଲେ। କୃଷ୍ଣ ଜାଣିଥିଲେ ଯେ ଭବିଷ୍ୟତରେ ସତ୍ୟଭାମା ନାରକାସୁରର ବଧର କାରଣ ହେବେ, ତେଣୁ ସେ ସତ୍ୟଭାମାକୁ ଗ୍ରହଣ କରିଥିଲେ, କିନ୍ତୁ ସେ ଶ୍ୟମନ୍ତକ ମଣି ନେବାକୁ ମନା କରିଦେଇଥିଲେ। ସତ୍ୟଭାମାଙ୍କ ସହ ଦ୍ୱାରିକା ଗମନ କରିଥିଲେ। କୃତବର୍ମା, ଅକ୍ରୂର ଏବଂ ଶତଧନ୍ୱା ତିନି ଯାଦବ ଯୋଦ୍ଧା ଥିଲେ। ଶ୍ୟମନ୍ତକ ମଣିର ଅପୂର୍ବ ଜ୍ୟୋତିରେ ଆକର୍ଷିତ ହୋଇ ତିନିହେଁ ଏକା ନିଜ ପାଇଁ ଚାହୁଁଥିଲେ। ଦିନେ ରାତିରେ ସତ୍ୟଜିତ ଶୋଇଥିବା ବେଳେ ସେମାନେ ତାଙ୍କୁ ହତ୍ୟା କରି ମଣିଟି ନେଇଥିଲେ। ପରେ କୃଷ୍ଣ ଏବଂ ବଳରାମ ଶତଧନ୍ୱାକୁ ହତ୍ୟା କରି ସତ୍ୟଜିତଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲେ। ତେବେ ଦର୍ଶକ ବନ୍ଧୁ,
ଏହି ଲେଖାକୁ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ମୋ ଚ୍ୟାନେଲ ସହ ଯୋଡ଼ି ହୋଇଥାନ୍ତୁ ଏବଂ କିଛି ନା କିଛି ନୂଆ ବିଷୟରେ ଜାଣିବାକୁ ପାଆନ୍ତୁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ।